16 ମାର୍ଚ୍ଚରୁ ନୀଳଗିରି ୟୁଥ୍ ଫେଷ୍ଟ ଶୁଭାରମ୍ଭ। ଆସନ୍ତା 16 ତାରିଖ ନୀଳଗିରି ୟୁଥ୍ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଆଜି ନୀଳଗିରି ଏନ୍ଏସ୍ସି କଲ୍ୟାଣ ପ୍ରାଙ୍ଗଣରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ତଥା ସମାଜସେବୀ ତାପସ ପରିଡ଼ା ବାର୍ଷିକ ବିବରଣୀ ପାଠ ସହିତ ଆସନ୍ତା 16 ମାର୍ଚ୍ଚରୁ 22 ତାରିଖ ପର୍ଯ୍ୟନ୍ତ 7 ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିରେ ଓର୍ମାସ୍ ଓ ଆଇଟିଡିଏ ସହଯୋଗରେ ବିଭିନ୍ନ ଷ୍ଟଲ୍, ଡିଆର୍ଡିଓ ର କଳା କୌଶଳ ପ୍ରଦର୍ଶନ ସହିତ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସଂଯୋଜକ ଚନ୍ଦ୍ରଶେଖର ନନ୍ଦ, ଆଶିଷ କୁମାର ପଟ୍ଟନାୟକ, ସୁଜିତ ମହାନ୍ତି, କପିଲ ସାମଲ, କୋଷାଧ୍ୟକ୍ଷ ଗୟାଧର ବେହେରା, ମାନସ ପରିଡ଼ା, ନିଗମ ମହାପାତ୍ର, ଅବିନାଶ ନନ୍ଦ, ସନ୍ତୋଷ ସେଠୀ, ସ୍ୱପ୍ନେଶ୍ୱର ବେହେରା, ଗୌରହରି ବିଶ୍ୱାଳ, ଗୁରୁପ୍ରସାଦ ଦାସ, ଲଳିତ ନାୟକ, ରସାନନ୍ଦ ଖୁଣ୍ଟିଆ, ପରେଶ ସେଠୀ, ସାଇରାମ ବାପୁ, କୌଶିକ ମହାନ୍ତି, କୁଲୁ ମହାନ୍ତି, କୁମାର ରାୟ, ଲିପୁ ଦାସ, ବାବୁ, ପ୍ରଦୀପ ଦାସ ପ୍ରମୁଖ ଶତାଧିକ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ। ଆପଣ ଆମ ନୀଳଗିରି ୟୁଥ୍ ଫେଷ୍ଟ ଯାହାକି ଲାଷ୍ଟ 5 ବର୍ଷ ହେଲା ହେଇ ଆସୁଛି, ଏଥର ମାର୍ଚ୍ଚ 16ରୁ 22 ପର୍ଯ୍ୟନ୍ତ ହେବ। ବହୁତ ଭବ୍ୟ ଆକାରରେ ହେବ। ଓଡ଼ିଶା ସରକାରଙ୍କ ଅର୍ମାସ ହ୍ୟାଣ୍ଡିକ୍ରାଫ୍ଟ ଡିପାର୍ଟମେଣ୍ଟ ଏବଂ ସମ୍ପୂର୍ଣ୍ଣ ସହଯୋଗରେ ଆମ ନୀଳଗିରି ୟୁଥ୍ସ ମାନଙ୍କର ଏଣ୍ଟରପ୍ରେନର ମାନଙ୍କର ନେଇ ଗୋଟେ ଏକ୍ସପୋ ପ୍ରୋଗ୍ରାମ ହେଉଛି, ଯେଉଁଥିରେ କି 7 ଦିନ ଧରି ଚାଲିବ। ଆପଣମାନଙ୍କ ସମସ୍ତଙ୍କ କୋଅପରେସନ୍ ଏଥିରେ ରହିବା ଦରକାର ଏବଂ ପୁରା ଏଣ୍ଟର ନୀଳଗିରି ଏଥିରେ ଇନଭଲ୍ଭ ହେବ ଏବଂ ପ୍ରଥମ ଥର ପାଇଁ ଆମେ ଇଣ୍ଟ୍ରୋଡ୍ୟୁସ୍ କରିବା ପାଇଁ ଯାଉଛୁ, ଯେଉଁଟାକି ନୀଳଗିରିରେ ଯେଉଁ ସ୍ୱର୍ଗତ ଅଛନ୍ତି, ଯେଉଁମାନେ ବଳିଦାନ ଦେଇଛନ୍ତି ନୀଳଗିରି ପ୍ରତି। ଆମର ଯେଉଁ ଫକୀରମୋହନ ସେନାପତି ହୁଅନ୍ତୁ, ଯେଉଁ ପ୍ରଥମେ ସେଠି ଥିଲେ ରାଜାଙ୍କର ସେନାପତି ଥିଲେ, ଏବଂ ବଳରାମ ରାଜ ହୁଅନ୍ତୁ, କୈଳାସ ମହାନ୍ତି, ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ପ୍ରଥମେ ନୀଳଗିରିର ଯେଉଁ ପ୍ରତିଭା ଅଛନ୍ତି ତାଙ୍କୁ ସମ୍ମାନିତ କରାଯିବ ତାଙ୍କ ନାଁରେ। ଏଇଟା ଫାଷ୍ଟ ଆମର ପ୍ରାୟୋରିଟି ରହିବ। ନୀଳଗିରି ଯେଉଁମାନେ ଯାଇକି ଆଗଧାଡ଼ିରେ ନାଁ କରିଛନ୍ତି ସେମାନଙ୍କୁ ଆମେ ୟୁଥ୍ ଆଇକନ୍ ଆୱାର୍ଡ଼ ଦେବୁ ମେଲ୍ ଫିମେଲ୍ ଗ୍ରାଉଣ୍ଡରେ। ଏବଂ ଆପଣମାନେ ଦେଖିବେ ଏଥର ବହୁତ ଧୁମଧାମରେ ନୀଳଗିରିର ପୁରା ୟୁଥ୍ ଆମ ସହିତ କନେକ୍ଟେଡ୍ ହେଇକି ଆମେ ଗୋଟେ ଫେଷ୍ଟିଭାଲଟାକୁ ମାର୍ଚ୍ଚ 16ରୁ 22 ପର୍ଯ୍ୟନ୍ତ। ଆପଣ ଦେଖିଲେ ଯେଉଁ ଆମର କନଭେନର ଆଶିଷ ପଟ୍ଟନାୟକ ଅଛନ୍ତି, ଆମେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ ଏବଂ 2ଟି ହସ୍ପିଟାଲର ଜଏଣ୍ଟ ଇଏରେ ଆମେ ନୀଳଗିରିରେ ଗୋଟେ ବଡ଼ ସ୍ୱାସ୍ଥ୍ୟ କ୍ୟାମ୍ପ କରୁଛୁ। ନୀଳଗିରି ୟୁଥ୍ ଫେଷ୍ଟ ଗ୍ରାଉଣ୍ଡରେ ହେବ, କେସିଆ ସ୍କୁଲ ଫିଲ୍ଡରେ ହେବ। କପିଲ ସାମଲଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।